ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଧନ୍ୟବାଦ। ଉପନ୍ୟାସ ନୀରବତା ପ୍ରେମ କାହାଣୀ ଦୁଇ ହୃଦୟର ଭାଗ 2। ପୂର୍ବ ଅଧ୍ୟାୟରେ ଜାଣିଥିଲେ ଆକାଶ ଆଉ ଫାଲ୍ଗୁନୀର ଜୀବନଶୈଳୀ ବିଷୟରେ। ଭଗବାନ ତାଙ୍କ କୋଳରେ ଅଜାଡ଼ି ଦେଇଛନ୍ତି ଦୁଇ ଝିଅ ପଲକ ଆଉ ପାୟଲ, ତା ସହ ଗୋଟିଏ ପୁଅ ପିୟୁଷ। ଚାଲନ୍ତୁ ଜାଣିବା ଆଗକୁ। ସବା ସାନ ହେଇଥିବାରୁ ବହୁତ ଗେହ୍ଲା ଥିଲା ପିୟୁଷ। ଏତେ ଗେହ୍ଲା ଥିଲା ଯେ ନା ବାପାର ତାଗିଦ କେବେ ଖାଇଛି, ନା ମାଡ଼, ନା ମାର ରାଗ ରୁଷା କେବେ ଦେଖିଛି ସେ। କିନ୍ତୁ ଏତେ ସବୁ ପରେ ବି କୋଟିକରେ ଗୋଟିଏ ସେ। ସବୁ ଭଲ ଗୁଣ ନିହିତ ତା ପାଖରେ। ପରିବାର ଭିତରେ ସବୁଠାରୁ ସୁନ୍ଦର, ମନଲୋଭା ମୁହଁ ସାଙ୍ଗକୁ ରଙ୍ଗ ତୋଫା ଗୋରା ସହ ଗୋଟିଏ ଚାଉଳରେ ଗଢ଼ା ଥିଲା ଶରୀର ପାୟଲର। ଏତେ ସୁନ୍ଦର ଥିଲା ଯେ ଗୋଟିଏ ଥରରେ ପସନ୍ଦ ଆସିଯିବ ସମସ୍ତଙ୍କର ସେ। ତାର ମିଠା ମିଠା କଥା, ହସ, ମିଶାଲିଆ ଗୁଣରେ ଆକର୍ଷଣ ହେଇଯାଆନ୍ତି ସମସ୍ତେ। ସେଇଥିପାଇଁ ବହୁତ ଥର ଗାଳି ଶୁଣିବା ସହ ମାଡ଼ ଖାଇଛି ମଧ୍ୟ ବାପା ଆକାଶଙ୍କ ଠାରୁ। ଆଉ ସେହି ମାଡ଼ ଖାଇବା ପଛର କାରଣ ହେଉଛି ତାର ଏହି ପ୍ରକୃତି ପାଇଁ। ବହୁ ପୁଅ ଭଲ ପାଇ ବସନ୍ତି ତାକୁ, ଆଉ ସେହି ଭଲ ପାଇବାକୁ ପସନ୍ଦ କରନ୍ତି ନାହିଁ ଆକାଶ। ତାଙ୍କ ମତରେ ଜୀବନରେ କେବଳ ଥରେ ପ୍ରେମ ହୁଏ, ବାରମ୍ବାର ହୁଏ ନାହିଁ ସେ। ପ୍ରେମ ହୃଦୟର ସହ କରିବାର, ଆଉ ପ୍ରେମ ଆଡ଼ରେ ବହୁ ପୁଅ ସହ କଥା ହେଇ ତାଙ୍କ ପାଇଁ ପଇସା ଖର୍ଚ୍ଚ କରିବା, ଏଇଟା ଭୁଲ କଥା। ଏଥିରେ ମିଳେ କେବଳ କଷ୍ଟ, ନିନ୍ଦା, ଅପବାଦ ସହ ମାନସମ୍ମାନ ହାନି। ଏହି ସବୁ ପାଇଁ ବହୁତ ଥର ଗାଳି ଶୁଣିଛି ମଧ୍ୟ ପାୟଲ। ଏଇଟା ଥିଲା ବଡ଼ ଘର ବଡ଼ ଗୁମର କଥା ଆକାଶଙ୍କ ପରିବାରରେ। ସର୍ବଦା ଚିନ୍ତିତ ପାୟଲ ପାଇଁ। କେବଳ ଏତିକି ସୀମିତ ନଥିଲା ପାୟଲର ଖରାପ ଗୁଣ। ସବୁଠାରୁ ବଡ଼ ବଦଗୁଣ ଥିଲା ତାର ସହଜରେ ବିଶ୍ୱାସ କରିଯାଏ ପର ମଣିଷକୁ। ବୁଝେ ନାହିଁ ଭୁଲ କି ଠିକ୍ ଅଛି। ନିଜର ବୁଦ୍ଧି କେବେ ଲଗାଏ ନାହିଁ କୌଣସି ପରିସ୍ଥିତିରେ। ଯାହା ପାଇଁ ଧୀରେ ଧୀରେ କଥା ଅମାନ୍ୟ କରିଚାଲେ ନିଜ ବାପା ମାଆର ସେ। ଚିନ୍ତା ସହ ଭୟ ସର୍ବଦା ଲାଗି ରହେ ଫାଲ୍ଗୁନୀଙ୍କର। ପାୟଲ ଏହି ପ୍ରଜାପତି ବୟସରେ କିଛି ଭୁଲ ନିଷ୍ପତ୍ତି ନେବ ନାହିଁ ତ। ସେଥିପାଇଁ ବହୁତ ବୁଝାନ୍ତି ସେ। ବହୁତ ସାଙ୍ଗସାଥୀ ରଖିବା ଅପେକ୍ଷା ଅଳ୍ପ କିଛି ରଖିବା ପାଇଁ। ଆଉ ଜୀବନରେ ଅତି ଯଦି କାହାକୁ ଭଲ ପାଇବୁ କହିଦେବା ପାଇଁ ନିଜ ଘରେ ପ୍ରଥମେ, ଯଦ୍ୱାରା ସେମାନେ ତାର ଖୁସିର ବାଟ ଆଗକୁ ବଢ଼େଇବେ। କିନ୍ତୁ କ'ଣ ବୁଝେ ପାୟଲ। ମନ ଉଡ଼େ କେବଳ ତାର ଖୋଲା ଆକାଶରେ। ଉଡ଼ିବାକୁ ଇଚ୍ଛା ତାକୁ ପକ୍ଷୀ ଭଳି ଫୁର୍ କରି। ଏହି ଭିତରେ ପଦ୍ମଫୁଲ ଭଳି ଫୁଟି ଝଲସି ଉଠେ ପଲକ ଆମର। ବଡ଼ ମାଛର କଣ୍ଟା ସାର ଭଳି ସବୁ କଥା ବୁଝେ ପଲକ। ନିଜ ଘରର ଦୁଃଖରେ ହେଉ କି ସୁଖରେ ହେଉ ବାପା ମାଆଙ୍କ ଚାହିଁ ସେ। ନାକ ଆଗରେ ରାଗ ଥିଲେ ବି ଜୀବନ ଦେଇ ପାରେ ନିଜ ଘର ପାଇଁ। ପାୟଲ ଭଳି ସୁନ୍ଦର ନୁହେଁ ପଲକ, କିନ୍ତୁ ଘରର ମାନସମ୍ମାନ, ଇଜ୍ଜତ କଥା ସବୁ ଚିନ୍ତା କରେ ସେ। ଢଳ ଢଳ ଆଖି, ସରୁ ଓଠ, କଥା କହି ଯାଉଥିବା ଦୁଇ ନୟନ, ସୁନ୍ଦର ଗଢ଼ଣି, ସୁନ୍ଦର ମନଲୋଭା ଚେହେରା। ଭଗବାନ ଗଢ଼ି ତୋଳିଥିଲେ ବି ରଙ୍ଗ ଦେଇଥିଲେ ଶ୍ୟାମଳ ରଙ୍ଗର। କିନ୍ତୁ ସମାଜ ଆଖିରେ ସେ କଳା। ମଣିଷ ଜାତି ଜାଣେ ଦୁଇଟି ରଙ୍ଗ, ଗୋଟିଏ ଧଳା ଆଉ ଗୋଟିଏ କଳା। ଆଉ ତା ମଝିରେ ଥିବା ରଙ୍ଗ ପଡ଼ିଯାଏ ସବୁ ମଳିନ। ସେହି ମଳିନ ଭିତରେ ଥିଲା ବି ପଲକ। ରଙ୍ଗ ସିନା ଶ୍ୟାମଳ, କିନ୍ତୁ ମନ କାଗଜ ଭଳି ସଫା। ପାୟଲ ଭଳି ସ୍ମାର୍ଟ ନୁହେଁ କି ମିଠା ମିଠା କଥା କହି ପାରେ ନାହିଁ, କି ହସି କରି ଦୁଇ ପଦ କଥା ହେଇ ପାରେ ନାହିଁ କୌଣସି ପୁଅ ସହ। କିନ୍ତୁ ପାଠପଢ଼ା ସହ ରୋଷେଇ କାମରେ ଆଗୁଆ ସେ। ତାର ପାଠପଢ଼ାର ଖର୍ଚ୍ଚ ଚାରିଆଡ଼େ ହେବା ସହ ତାର ରୋଷେଇ ଖାଦ୍ୟର ଖର୍ଚ୍ଚା ଥାଏ ଚାରିଆଡ଼େ। ସେହି ଚର୍ଚ୍ଚା ଭିତରେ ଦଶମ ଶ୍ରେଣୀ ପରୀକ୍ଷାରେ 97% ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଛି ସେ, ଆଉ ପାୟଲ ଦ୍ୱିତୀୟ ଶ୍ରେଣୀରେ। ସେଥିପାଇଁ ଭଲ କଲେଜରେ ସାଇନ୍ସ ପଢ଼ିବା ଶେଷ ତାର। ଏବେ ଦେଇଛି ଶେଷ ବର୍ଷର ପରୀକ୍ଷା।
ଆଶା ସ୍ୱପ୍ନ ଅଛି ଗୋଟିଏ ଭଲ ଡକ୍ଟର ହେବାରେ। ଆଉ ତାର ସ୍ୱପ୍ନ ପଛରେ ଅଛି ବହୁତ ବଡ଼ କାରଣ। ନିଜ ବାଲ୍ୟ ଅବସ୍ଥାରୁ ବହୁତ ଥର ଦେଖିଛି ସେ ନିଜ ମାଆର ଦେହ ଖରାପ ହେବାର। ଏତେ ଖରାପ ହେଇଯାଏ ଉଠିପାରେ ନାହିଁ ନିଜ ବେଡ଼ରୁ। ଯେତେ ମେଡ଼ିସିନ ଖାଇଲେ ବି ଭଲ ହୁଏ ନାହିଁ ତାଙ୍କ ଦେହ। ନିଜ ମାଆର ଏହିଭଳି କଷ୍ଟକୁ ଅନୁଭବ କରି ଭାବିଛି ବଡ଼ ହେଇ ହେବ ଡକ୍ଟର। ସେହି ବାଲ୍ୟ ଅବସ୍ଥାରେ ତାକୁ ଯଦି କିଏ କହିଦେଲା ବଡ଼ ହେଇ କ'ଣ ହେବୁ, ସାଙ୍ଗେ ସାଙ୍ଗେ ଉତ୍ତର ମିଳେ ପଲକ ଠାରୁ, ମୁଁ ବଡ଼ ହେଇ ଡକ୍ଟର ହେବି। ମୋ ବୋଉ ମୁଣ୍ଡ ଭଲ କରିବି, ସେ ମୋ ମେଡ଼ିସିନରେ ଭଲ ହେବ। ଆଉ ତାର କୁନି ମୁହଁରୁ ଏହିଭଳି କଥା ଶୁଣି ଖୁସି ହେଇ ଯାଉଥିଲେ ସମସ୍ତେ। ପଲକ ସହ ଆକାଶ ଆଉ ଫାଲ୍ଗୁନୀ ବି ସ୍ୱପ୍ନ ଦେଖି ଚାଲିଛନ୍ତି ତାଙ୍କ ଝିଅ ଦିନେ ହେବ ଡାକ୍ତରାଣୀ। ସେଥିପାଇଁ ବହୁ ପରିଶ୍ରମ କରେ ପଲକ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ। ଗୋଟିଏ ସ୍ୱପ୍ନ ଡକ୍ଟର ହେବାର, ଆଉ ତାକୁ ପୂରଣ କରିବା ପାଇଁ ପଢ଼ୁଛି ସେ ସାଇନ୍ସ। ତା ସହ ବି ପରୀକ୍ଷା ଦେଇଛି ମେଡ଼ିକାଲ ଏଣ୍ଟ୍ରାନ୍ସର। ଆଉ ଏହି ସବୁ ଭିତରେ ନା ଅଛନ୍ତି ବେଶୀ ସାଙ୍ଗସାଥୀ, ନା କେବେ ଅନୁଭବ କରିଛି ସେ ପ୍ରେମକୁ। ପ୍ରେମ ଆଉ ପଲକ ଦୁଇ ଭିନ୍ନ ପଥ। ଜଣେ ପୂର୍ବ ହେଲେ ଆଉ ଜଣେ ପଶ୍ଚିମ, ଯାହାର ମିଳନ ଅସମ୍ଭବ। ପଲକର ଏହି ଭଳି ଚିନ୍ତାଧାରାକୁ ନେଇ କରି ପାୟଲ ତାକୁ ସର୍ବଦା କୁହେ, ଦେଇ ସେଇଟା ତୋର ହୃଦୟ ନୁହେଁ, ଗୋଟେ ବଡ଼ ପଥର। ପଥର ତରଳି ଯିବ ପଛେ କିନ୍ତୁ ତୋର ହୃଦୟ କେବେ ବି ତରଳିବ ନାହିଁ। ଆଉ ପାୟଲର ଏହିଭଳି କଥା ଶୁଣି ପଲକ ଭଲ ହେଲା। ମୋତେ ତରଳେଇବା ବି ଦରକାର ନାହିଁ। କ'ଣ ଅଛି ସେଥିରେ? ଟାଇମ୍ ପାସ୍ ଏହିସବୁ। ତାପରେ ଯେଉଁ କଷ୍ଟ, ଦୁଃଖ, ଯନ୍ତ୍ରଣା, ମାନହାନି ମିଳିବ ସେ କଥା ବୁଝିବ କିଏ? ତା ଅପେକ୍ଷା ଏକୁଟିଆ ଭଲ। ସେହି ପ୍ରେମ ମାୟାରେ ଥରେ ଯିଏ ପଡ଼ିଛି ସେ ବୁଡ଼ିଛି। ତୁ ବି ସେଥିରୁ ଯେତେ ପାରୁଛୁ ଦୂରରେ ରହ। କିନ୍ତୁ ବୁଝେ ନାହିଁ ପାୟଲ। ଏହି ସମୟ ଭିତରେ ତା ମନକୁ କେତେ ଆସିଛନ୍ତି ଆଉ ଯାଇଛନ୍ତି ମଧ୍ୟ। ଆଉ ଆଜିର ଦୁନିଆରେ ଗୋଟିଏ ପୁଅ ଖୋଜେ ନାହିଁ ସଂସାରୀ। ଆଜିର ଦୁନିଆରେ ଗୋଟିଏ ପୁଅ ଖୋଜେ ନାହିଁ ସଂସ୍କାରୀ ଭଲ ଝିଅ। ସମସ୍ତେ ଖୋଜନ୍ତି ସୁନ୍ଦର, ଗୋରା ଚମଡ଼ା ଥିବା ଝିଅ, ଯିଏ ଯେତେ ଖରାପ ଥିଲେ ପଛେ ଚଳିବ, କିନ୍ତୁ ନିଜ ଜୀବନ ସାଥୀର ରଙ୍ଗ ମଳିନ ପଡ଼ିଲେ ହେବ ନାହିଁ। ଆଉ ଦୁନିଆର ଏହି ଭାବନାକୁ ବହୁତ ଭଲରେ ବୁଝି ସାରିଛି ସେ ମଧ୍ୟ। ନିଜ ଆଖିରେ ଦେଖି ସାରିଛି ସେ ପ୍ରେମର ପରିଣତି କ'ଣ। ସେଥିପାଇଁ ନିଜ ହୃଦୟକୁ ନ ଭାଙ୍ଗିବା ପାଇଁ କି ନିଜକୁ ଦୁଃଖ କଷ୍ଟ ନ ଦେବା ପାଇଁ ପ୍ରେମଠାରୁ ଦୂରକୁ ଜୁହାର। ଏମିତିରେ ଦେଖିବାକୁ ସେ ଶ୍ୟାମଳୀ ରଙ୍ଗ। କେଉଁ ପୁଅ ତାର ରଙ୍ଗକୁ ନ ଚାହିଁ ଦେଖିବ ତାର ମନକୁ, ତାର ହୃଦୟକୁ? ସେଥିପାଇଁ ତ ପ୍ରେମ ଭଳି ଶବ୍ଦକୁ ସେ ଘୃଣ୍ୟ କରେ, ଯେଉଁଥିରେ କେବଳ ମଣିଷ ଦେଖେ ବାହାରର ଚାକଚକ୍ୟ ସହ ଗୋରା ଚମଡ଼ାକୁ। ଏହିସବୁ କଥା ଲାଗେ ତାକୁ ଫାଲତୁ। ସେଥିପାଇଁ ସବୁ କିଛି ଭୁଲିକରି ଅପେକ୍ଷା କରିଛି ତାର ପରୀକ୍ଷାର ରେଜଲ୍ଟ ବାହାରିବା ସମୟକୁ। ଦିନ ବିତି ଚାଲିଛି, ଅପେକ୍ଷା କରି ଚାଲିଛି ପଲକ। ଆଉ ଗୋଟିଏ ଦିନ ପରେ ବାହାରିବ ରେଜଲ୍ଟ। ସେଥିପାଇଁ ଆଖିକୁ ନାହିଁ ନିଦ। କ'ଣ ହେବ କ'ଣ ନାହିଁ ସେହି ଚିନ୍ତାରେ ସେ। ଉପନ୍ୟାସ ଯଦି ଭଲ ଲାଗୁଛି ତାହେଲେ ଫଲୋ, ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ।